କରୁଛୁ। ସେଥିପାଇଁ ପ୍ରଶାସନ ମଧ୍ୟ ତତ୍ପର ଅଛନ୍ତି। ଆମର କମିଟିର ସମସ୍ତ କର୍ମକର୍ତ୍ତା ଅହରହ ଉଦ୍ୟମ କରିଛନ୍ତି। ଆଜି ଆମେ ଆମର ପୁରା 6ଟି ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ଭସାଣି ପର୍ଯ୍ୟନ୍ତ। କିଭଳି ଭାବରେ ମାଙ୍କର ପୂଜା ସୁରକ୍ଷା ଏବଂ ଶ୍ରଦ୍ଧାଳୁମାନେ ଏ ଅଞ୍ଚଳକୁ ଆସୁଥିବା ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବେ ସେଥିପ୍ରତି ଆମେ ଆମ ସଚେତନ ହୋଇ କାର୍ଯ୍ୟକ୍ରମ କରୁଛୁ। ସେ ମାଙ୍କର ଆଶୀର୍ବାଦ, ତାର ବଜେଟ୍ କିଛି ନଥାଏ, ଯାହା ଆନୁଷଙ୍ଗିକ ଦରକାର ହୁଏ ଆମେ ସେ ଅନୁସାରେ କାର୍ଯ୍ୟ କରିଥାଉ। ମାଙ୍କର ଆଶୀର୍ବାଦରୁ ନିଶ୍ଚିତ ଭାବରେ ଆମେ ଆଶା କରିବୁ ଏ ବର୍ଷର ଏ କଳିଙ୍ଗ ଦୁର୍ଗା ପୂଜା କମିଟି ଏ ବର୍ଷ ଏ ଅଞ୍ଚଳରେ ଏକ ଅଗ୍ରଣୀ ଭୂମିକା ନିଭାଇବ। ମୁଖ୍ୟ ଆକର୍ଷଣ ରହିବ ଆମର ତୋରଣ। ଆମେ ବିଶେଷ ଭାବରେ ଦେଖିବେ ଆପଣ ମଣ୍ଡପ ଭିତରର ଡିଜାଇନ୍ ଆମେ ବହୁତ ଯେଉଁ କଲିକତାରୁ ଆସିଛନ୍ତି କାରୁକାର୍ଯ୍ୟ କରିଛନ୍ତି, ଭଲ ଭାବରେ କରିଛନ୍ତି ଏବଂ ବିଶେଷ କରି ରାବଣ ପୋଡ଼ି ମଧ୍ୟ ବହୁତ ଆକର୍ଷଣୀୟ ହେବ ବୋଲି ଆମେ ଆଶା କରୁଛୁ। ନିଶ୍ଚିତ ଭାବରେ ଆମେ ଆପଣମାନେ ଦେଖିବେ ଆମେ ନୂଆ ଢଙ୍ଗରେ କରି ନୂଆ ରୂପରେ କରିବା ପାଇଁ ଚେଷ୍ଟା କରିଛୁ। ଆମର କାରିଗର ମଧ୍ୟ ସେଇଭଳି ଚେଷ୍ଟା କରିଛନ୍ତି କିଭଳି ଭାବରେ ମାଙ୍କର ମୂର୍ତ୍ତି ଏବଂ ତୋରଣ ମିସ୍ତ୍ରୀ ମଧ୍ୟ ଲାଗିଛନ୍ତି, ସେମାନେ ମଧ୍ୟ ଭଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ଏ ବାବଦରେ କମିଶନରେଟ୍ ପୋଲିସର ବୈଠକରେ ଯୋଗ ଦେଇଥିଲୁ ଏବଂ ଆମର ଏସିବିଙ୍କ ନେତୃତ୍ୱରେ ବୈଠକ ହୋଇଥିଲା। ଆମେ ସମ୍ପୂର୍ଣ୍ଣ ଭାବରେ ଦୃଷ୍ଟି ଦେଉଛୁ କିଭଳି ଭାବରେ ଟ୍ରାଫିକ୍ର ସମସ୍ୟା ନ ହେବ ଏବଂ ଲୋକଙ୍କ ଶ୍ରଦ୍ଧାଳୁମାନଙ୍କର କିଭଳି ସମସ୍ୟା ନ ହେବ ଦର୍ଶନ କରିବା ପାଇଁ ସେ ପ୍ରତି ବିଶେଷ ଭାବରେ ଦୃଷ୍ଟି ରଖିଛୁ। ଆଜ୍ଞା, ଆମର ୟୁରିନାଲ ବ୍ୟବସ୍ଥା ଅଛି, CCTV ସର୍ଭେଲାନ୍ସ ରହିଛି, ଫାୟାର ସେଫ୍ଟି ବ୍ୟବସ୍ଥା ଅଛି। ଆମର ସ୍ୱତନ୍ତ୍ର ଫାୟାର ଏଠି ଆମର ଗାଡ଼ି ରଖାଯାଉଛି ଏବଂ ପୋଲିସ କ୍ୟାମ୍ପ କରାଯାଉଛି, ଟ୍ରାଫିକ୍ର ବ୍ୟବସ୍ଥା କରାଯାଉଛି। ଆମର ବିଶେଷ ଭାବରେ ଆମର ପାଖାପାଖି 100 ଭଲେଣ୍ଟିୟର କାମ କରିବେ, ଆମର ଅଞ୍ଚଳ ଯୁବକମାନେ 100 ଭଲେଣ୍ଟିୟର କାମ କରିବେ। ତତ୍ ସହିତ ଆମର ପୋଲିସ ପ୍ରଶାସନ ସହିତ କାମକୁ ମିଶି କିଭଳି ଭାବରେ ସୁଚାରୁ ରୂପେ କାର୍ଯ୍ୟକ୍ରମ କରାଯିବ ସେଥିପାଇଁ ଆମେ ଧ୍ୟାନ ଦେଉ। ବିଶେଷ କରି ଭସାଣି ଆମେ ଆମର ପୂର୍ବ ଇଏ ଅନୁସାରେ ଆମର ଯେଉଁ ହସ୍ପିଟାଲରେ ଇମୋସନ୍ କରିବାର ଥିଲା ଆମେ ସେଇଠି ହିଁ କରିବୁ। ନିଶ୍ଚିତ ଭାବରେ ଆମେ ସରକାରଙ୍କ ନୀତି ନିୟମକୁ ପାଳନ କରୁଛୁ। ଡିଜେକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି ଏବଂ ଭସାଣିରେ ମଧ୍ୟ ବାଣ ଫୁଟିବାର ନିଷେଧ କରାଯାଇଛି। ଆମେ ତାକୁ ପାଳନ କରି ଆମେ ଯାହା କାର୍ଯ୍ୟକ୍ରମ କରିବା କଥା ନିଶ୍ଚିତ ଭାବରେ ସରକାରଙ୍କ ଗାଇଡ଼ଲାଇନ୍ରେ ଆମେ ପୂଜାକୁ ସମ୍ପନ୍ନ କରିବା ପାଇଁ ଚେଷ୍ଟା କରିବୁ। ବର୍ତ୍ତମାନ ଆମର ସମ୍ପାଦକ କଳିଙ୍ଗ ପୂଜା କମିଟି ଶାରଦୀୟ ଅଭିନନ୍ଦନ 2024। ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ମୋର ଶୁଭେଚ୍ଛା ଅଭିନନ୍ଦନ। ଆପଣ ମାନେ ଆସିକି ଆମ ସହିତ ଯୋଗ ଦେଲେ। ଏ ବର୍ଷ ଆମର ଦ୍ୱିତୀୟ ପୂଜାରେ ଏ ବର୍ଷ ଆମର ମୁଖ୍ୟ ଆକର୍ଷଣ ରହିଛି 75 ଫୁଟ ହାଇଟ୍ର ତୋରଣ ଏବଂ ରାବଣ ପୋଡ଼ି ଯେଉଁଟାକି ହେଇଛି। ରାବଣ ପୋଡ଼ି ଆମେ କରିଛୁ 60 ଫୁଟ ରାବଣ ମାନେ ଇଏ ପୋଡ଼ା ହେବ। ଆଉ ମୀନା ବଜାର ଲାଗିଯାଇଛି। ଇଣ୍ଟେରିୟର ଯାହା ତୋରଣରେ ଯେଉଁ ଇଣ୍ଟେରିୟର ଲାଗିବା କଥା ଆମର ସେଇଟା ପ୍ଲାଏ ଆଉ କାଠରେ ସବୁ ମାନେ ସୁସଜ୍ଜିତ କରିଛନ୍ତି ଆମର ମିସ୍ତ୍ରୀମାନେ। ଏଇସବୁ ନେଇକି ଆଉ ଅଷ୍ଟମୀ ଦିନ ଆମର ରହିଛି ପ୍ରସାଦ ସେବନ। ପୁରା ଦ୍ୱିପହର ଦିନ 12ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରସାଦ ସେବନ ଚାଲିବ, ତାର କିଛି ଲିମିଟ୍ ନଥାଏ। ଆଉ ଗୋଟେ ହେଲା ଆମର ସପ୍ତମୀ ଦିନ ଭଜନ ସନ୍ଧ୍ୟା ଅଛି। ଅଷ୍ଟମୀ ଦିନ 11 ତାରିଖ ଅଷ୍ଟମୀ ଦିନ ମଣ୍ଟୁ ଝୁରିଆ ଗ୍ରୁପ୍ ବୈଦ୍ୟନାଥ ଗ୍ରୁପ୍ରେ ଅର୍କେଷ୍ଟ୍ରା ହେବ। ନବମୀ ଦିନ ହ୍ୟୁମାନ ସାଙ୍ଗ ଗ୍ରୁପ୍ରେ ତାଙ୍କ ଗ୍ରୁପ୍ ଅଛି। ଦଶମୀ ଦିନ ରାବଣ ପୋଡ଼ି ଆମର ଅଛି। ଆଉ ଭସାଣୀ ଉତ୍ସବ ଆମେ ନିଜସ୍ୱ କରୁଛୁ, କୌଣସି ଭସାଣୀ କମିଟି ନ ଯାଇ ଆମେ ନିଜସ୍ୱ ଭସାଣୀ କମିଟି ନିଜେ ନେଇକି ଆମେ ହସ୍ପିଟାଲ ଯେଉଁଠି ମାନେ ଉପସଭାପତି ତପନ କୁମାର ପ୍ରଧାନ, ଉପସଭାପତି କଳିଙ୍ଗ ଦୁର୍ଗା ପୂଜା କମିଟି। ଏଠି ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆପଣମାନେ ଆସିକି ଆମ ସହିତ ଯୋଗ ଦେଲେ ଏବଂ ଆମର ଦୁର୍ଗା ପୂଜା କମିଟିଟାକୁ ଯେଉଁ ପ୍ରକାର ଆପଣଙ୍କ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଞ୍ଚିପାରିବୁ, ଲୋକ ଯେମିତି ଆମେ ଚାହିଁବୁ ଯେ ଲୋକ ବହୁତ ଆକାରରେ ଆସନ୍ତୁ ଏବଂ ମାଙ୍କ ଦର୍ଶନ କରନ୍ତୁ ଏବଂ ମୀନା ବଜାର ଦୋଳି ଯାହା ବି ଆମର ଅର୍କେଷ୍ଟ୍ରା ଆସନ୍ତି ତାର ସବୁର ଜିନିଷର ଉପଭୋଗ କରନ୍ତୁ। ଏବଂ ଆମେ ଯେମିତି ଆମର ସଭାପତି ଭାଇ କହିଲେ, ସମ୍ପାଦକ ଭାଇ କହିଲେ, ଆମେ ସରକାରଙ୍କର ସବୁ ପ୍ରକାର ଗାଇଡ଼ଲାଇନ୍ ମାନି ସେଇ ହିସାବରେ ଆମେ ସରକାରଙ୍କ ଗାଇଡ଼ଲାଇନ୍ ହିସାବରେ ଆମେ କାମ କରିବୁ। ଏବଂ ଆମର ମୁଖ୍ୟ ଜିନିଷ ଦୁଇଟା ରହିଲା, ଗୋଟେ ହେଲା ଟ୍ରାଫିକ୍ ବ୍ୟବସ୍ଥା ଏବଂ ଗୋଟେ ଜାମ୍ଟାକୁ କେମିତି ଆମେ ଟ୍ରାଫିକ୍ ବ୍ୟବସ୍ଥା କରିକି ବାହାର କରିବୁ ସେଇ ବ୍ୟବସ୍ଥାରେ ସରକାରଙ୍କ ସହିତ ପରାମର୍ଶ କରି ଆମେ ସେଇ ଦିଗରେ ବହୁତ ଆଖି ରଖି ଆମେ ସେଇ ହିସାବରେ କାମ କରୁଛୁ। ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ରହିଲା ଆପଣମାନେ ଆସିବେ, ଆପଣମାନେ ଆସି ଆମର ଅଷ୍ଟମୀରେ ପ୍ରସାଦ ସେବନ କରିବେ ଏବଂ ଯେତିକି ରହିଲା ଆମର ପ୍ରୋଗ୍ରାମ ଆସିକି ଆପଣମାନଙ୍କୁ ଉପସ୍ଥାପନ କରିବେ। ଏତିକି ଧନ୍ୟବାଦ।